ଯିଏ ତୁମକୁ ଭୁଲ ବୁଝୁଛି ଭୁଲ ବୁଝିବାକୁ ଦିଅ। ଯିଏ ତୁମକୁ ଘୃଣା କରୁଛି ଘୃଣା କରିବାକୁ ଦିଅ। ଯିଏ ତୁମକୁ ନିନ୍ଦା କରୁଛି ନିନ୍ଦା କରିବାକୁ ଦିଅ। କାରଣ ଏ ଦୁନିଆରେ କେହି କାହାକୁ ଜାଣିପାରନ୍ତି ନାହିଁ କି କେହି କାହାକୁ ବୁଝିପାରନ୍ତି ନାହିଁ। ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି, ତୁମେ ଜୀବନରେ କେତେ ସୁଖୀ ତାହା ବଡ଼ କଥା ନୁହେଁ, ତୁମ ଦ୍ୱାରା କେତେଜଣ ସୁଖୀ ତାହା ହିଁ ବଡ଼ କଥା। ପରିସ୍ଥିତି ସହ ଲଢ଼େଇ କରି ହୁଏ, ହେଲେ ଭାଗ୍ୟ ସହିତ ନୁହେଁ। ଭାଗ୍ୟ ଏମିତି ଏକ ଅଜବ ଜିନିଷ, କାହାକୁ ଆଶାଠାରୁ ଅଧିକ ଦିଏ ତ କାହାଠାରୁ ସବୁକିଛି ଛଡ଼େଇ ନିଏ। ସମସ୍ତଙ୍କୁ ବୁଝେଇବା ଏତେ ସହଜ ହୋଇନଥାଏ। ସେଥିପାଇଁ ଯଦି ବୁଝିବାର ଶକ୍ତି ସମସ୍ତଙ୍କ ପାଖରେ ଥାଆନ୍ତା, ତେବେ ଭଗବାନ ଶ୍ରୀକୃଷ୍ଣ ମହାଭାରତ ହେବାକୁ ଦେଇନଥାନ୍ତେ। ଜୀବନରେ କେବେ ବି କାହା ସହିତ ନିଜର ତୁଳନା ନ କରି ଆପଣ ଯେମିତି ଅଛନ୍ତି ସର୍ବଶ୍ରେଷ୍ଠ ଅଛନ୍ତି। ସାଥିରେ ରହି ଯିଏ ଆମ ସହ ଛଳନା କରେ ତାଠାରୁ ବଡ଼ ଶତ୍ରୁ ଆଉ କେହି ନାହିଁ। ଆଉ ଆମ ମୁହଁରେ ଯିଏ ଆମର ଖରାପ ଗୁଣ କହିଥାଏ ତାଠାରୁ ବଡ଼ ମିତ୍ର କେହି ନାହିଁ। ଯିଏ ଅନ୍ୟର ମୁହଁରେ ହସ ଦେଖିବାକୁ ଚାହିଁଥାଏ, ଉପରବାଲା ତାର ହସ କେବେ ଛଡ଼ାଇ ନଥାଏ। ସଂସାର ଆବଶ୍ୟକତା ନିୟମ ଅନୁସାରେ ଚାଲିଥାଏ। ଶୀତ ଦିନେ ଯେଉଁ ସୂର୍ଯ୍ୟକୁ ଅପେକ୍ଷା କରାଯାଇଥାଏ, ଖରା ଦିନେ ସେହି ସୂର୍ଯ୍ୟକୁ ତିରସ୍କାର ବି କରାଯାଇଥାଏ। ଆପଣଙ୍କର ମୂଲ୍ୟ ସେତେବେଳେ ହୋଇଥାଏ ଯେତେବେଳେ ଆପଣଙ୍କର ଆବଶ୍ୟକତା ପଡ଼ିଥାଏ। ଯେଉଁମାନେ ଆବଶ୍ୟକତାଠାରୁ ଅଧିକ ମିଠା କଥା କହିଥାନ୍ତି ସେମାନେ ହେଲେ ମହାକାଳ ଫଳ। ସେହିମାନେ ସମସ୍ତଙ୍କୁ ଅତି ଶୀଘ୍ର ନିଜର କରିନିଅନ୍ତି ସତ, କିନ୍ତୁ ଶେଷରେ ଏକ ଶକ୍ତ ଧକ୍କା ଦିଅନ୍ତି। ବ୍ୟବହାର ସୁନ୍ଦର ହେଲେ ମନ ମନ୍ଦିର ହୋଇଯାଏ, ଆଉ ସୁନ୍ଦର ହେଲେ ଶରୀର ସୁନ୍ଦର ହୋଇଯାଏ। ବିଚାର ସୁନ୍ଦର ହେଲେ ମସ୍ତିଷ୍କ ସୁନ୍ଦର ହୋଇଯାଏ। ଏହି ତିନୋଟି ସୁନ୍ଦର ହେଲେ ଜୀବନ ସୁନ୍ଦର ହୋଇଯାଏ।